ବର୍ତ୍ତମାନ ଆମ ଟିଭିକୁ ଆପଣମାନେ ସ୍ୱାଗତ କରୁଛି। ମୋ ସହିତ ଅଛନ୍ତି କାଳୁ ଭାଇଙ୍କର ଯିଏ ପ୍ରଚାର ପ୍ରସାର ଦାୟିତ୍ୱ ଅଛନ୍ତି ପ୍ରଭାତ ଭାଇ। ପ୍ରଭାତ ଭାଇ, ବର୍ତ୍ତମାନ ଆଉ 2 ଦିନ ପରେ ଇଲେକ୍ସନ, ମାନେ 25ରେ ଇଲେକ୍ସନ, ତା ପୂର୍ବରୁ 23 ସରିବ। ତେଣୁକରି ବର୍ତ୍ତମାନ ସ୍ୱାଧୀନ ପ୍ରାର୍ଥୀ ହେଇକିରି ବି କାଳୁ ଭାଇ ବର୍ତ୍ତମାନ ସମସ୍ତ ହୃଦୟରେ ରହିଛି, ତା ରାଜ କ'ଣ? ଦେଖନ୍ତୁ, ଆଜି ନୁହେଁ 2019ରେ ବି ଆପଣ ଯଦି ଦେଖିବେ କାଳୁ ଖଣ୍ଡାୟତ ବିଜେପିରୁ ଭାରତୀୟ ଜନତା ପାର୍ଟିରୁ କ୍ୟାଣ୍ଡିଡେଟ୍ ହେଇଥିଲେ, 75,000 ଭୋଟ ପାଇଥିଲେ ଆଉ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଆପଣ ତା ଭିତର ରହସ୍ୟଟା ଜାଣିନାହାନ୍ତି। ତା ଭିତର ରହସ୍ୟ ହେଲା 5 ଦିନ ବିଜୁ ଜନତା ଦଳର 5 ଜଣ ମନ୍ତ୍ରୀ ଆଉ 19 ଜଣ ଏମଏଲଏ, ପ୍ରତ୍ୟେକ ପଞ୍ଚାୟତରେ ଜଣେ ଜଣେ ଏମଏଲଏ ଲେବୁଲର ଲୋକ ରହିକି ସେ ତାଙ୍କୁ ପ୍ରାୟ 8-10 କୋଟି ଟଙ୍କା ଖର୍ଚ୍ଚ କରିକି ତାଙ୍କୁ ହରେଇଥିଲେ। ନହେଲେ ଏତେ ସହଜ ନଥିଲା 2019ରେ ତାଙ୍କୁ ହରେଇବ। ଏଠି ଖୋର୍ଦ୍ଧାରେ ମାନେ ଯୋଉ ଦେଖନ୍ତୁ ରାଜ୍ୟସଭା ଆସିଲେ, ପ୍ରଶାନ୍ତ ଚୌଧୁରୀ ଆସିଲେ, କ'ଣ ଅଛି? ଲୋକମାନେ କାହିଁକି ଅନ୍ୟ ଆସେମ୍ବଲି ଛାଡିକି ଟିକେ ପଳେଇଯାଉଛନ୍ତି? କ'ଣ କିଛି ଅଛି, ରହସ୍ୟ ଅଛି ନା ମାଲ ପତା ହେଇଛି? ସେଇଟା ତ କହିପାରିବିନି, କିନ୍ତୁ ଆପଣ ଯୋଉ 2 ଜଣଙ୍କ ନାଁ କହିଲେ ସେମାନେ ହଉଛନ୍ତି ସୁବିଧାବାଦୀ ଲୋକ। ଆପଣ ଦେଖନ୍ତୁ, ପ୍ରଶାନ୍ତ ଦେବ ଖୋର୍ଦ୍ଧାରେ ଜନ୍ମ, କିନ୍ତୁ ତାଙ୍କର ରାଜନୈତିକ କ୍ୟାରିୟର ସେ ଏପର୍ଯ୍ୟନ୍ତ ଖୋର୍ଦ୍ଧାରୁ ଷ୍ଟାର୍ଟ କରିନାହାନ୍ତି। ଏଇଟା ତାଙ୍କ ଯଦି ସେ କିଛି କରନ୍ତି ତାହେଲେ ଏଇଠୁ ଷ୍ଟାର୍ଟ ହବ। ଆଗରୁ ଜିଲ୍ଲା ପରିଷଦ ଥିଲେ, ସିଏ ଲୋକ ଆଖି ଦୃଶିଆ କାମ ସେମିତି କିଛି କରିନାହାନ୍ତି। ତାପରେ ବେଗୁନିଆ ଟିକେଟ ମିଳିଲା, ବେଗୁନିଆ ପଳେଇଲେ। ଚିଲିକା, ତାପରେ ଚିଲିକା ଟିକେଟ ମିଳିଲା, ଚିଲିକା ପଳେଇଲେ। ତାଙ୍କୁ ଯଦି ଭଞ୍ଜନଗର ଟିକେଟ ମିଳିବ ସେ ପଳେଇବେ। ତାଙ୍କୁ ଯଦି କିଏ କହିଦବ ନା ଆପଣ ବିହାରରୁ ଲଢନ୍ତୁ, ସେଠି ବହୁତ ପଇସା ଅଛି, ସେ ବି ସେଠିକି ପଳେଇବେ। ସେମ୍ ଜିନିଷ ରାଜେନ୍ଦ୍ର ସାହୁଙ୍କର। ସେମାନେ ସମସ୍ତେ କ୍ଷମତା ଲୋଭୀ, ପଇସା ଲୋଭୀ ଲୋକ। କିନ୍ତୁ କାଳୁ ଖଣ୍ଡାୟତଙ୍କ କଥା ମୁଁ ଆପଣଙ୍କୁ ଗୋଟେ ରହସ୍ୟ କହୁଛି। 2019ରେ ଯେତେବେଳେ ଭାରତୀୟ ଜନତା ବହୁତ ପପୁଲାରିଟି ଥିଲା, କାଳୁ ଖଣ୍ଡାୟତଙ୍କ ପପୁଲାରିଟି ଗୋଟେ ଆଉ ଏମିତି ହେଇଯାଇଥିଲା, କେବଳ କାଳୁ କାଳୁ ଚାଲିଥିଲା। ଏବେ ଚାଲିଛି। ତ 2019 କଥା ମୁଁ ପ୍ରଥମେ କହୁଛି। 2019ରେ ଆଙ୍କୁ ବିଜୁ ଜନତା ଦଳ ଡାକିଥିଲା ଆମ ଟିକେଟ ଦବ, କିନ୍ତୁ ଇଏ ସିଧାସଳଖ ଭାବରେ ମନା କରିଥିଲେ, କୌଣସି ପରିସ୍ଥିତିରେ ଭାରତୀୟ ଜନତା ପାର୍ଟି ଛାଡ଼ିବି ନାହିଁ। ମୁଁ ହାରେ ଜିତେ ଲଢେ ନ ଲଢେ, ଯାହା ହଉ ଭଗବାନଙ୍କ ଦୟାରେ ତାଙ୍କୁ ସେତେବେଳେ ଟିକେଟ ମିଳିଲା, ଦ୍ୱିତୀୟ ସ୍ଥାନରେ ରହିଲେ। 5 ବର୍ଷ କାଳ ଲୋକଙ୍କ କାମ କଲା ପରେ ପୁଣି 2024ରେ ବି ସେମ୍ ପପୁଲାରିଟି କଣ୍ଟିନ୍ୟୁ କରୁଛି। ଆଉ ଏବେ ବି ମୁଁ ଆପଣଙ୍କୁ କହୁଛି, ଯେତେବେଳେ ସେ ଦଳ ଛାଡ଼ିଲେ ତାଙ୍କୁ ଅନ୍ୟାନ୍ୟ ଦଳରୁ ବହୁତ ଅଫର ଆସିଥିଲା, ଫାଇନାନ୍ସିଆଲ ଅଫର, ଟିକେଟ ଦବା ଅଫର, କିନ୍ତୁ ସେ ସବୁ ଠକାଇ ଦେଇଛନ୍ତି। ତେବେ ଯୋଉ ଟିକେଟ ପାଇଲେନି, ତା ପଛରେ ରହସ୍ୟ କ'ଣ? ଯୋଉ କହୁଛନ୍ତି ସତ, ଏଇଟା ଲାଞ୍ଚ କଥା କହୁଛନ୍ତି କି ଯେଟା ମାଗୁଛନ୍ତି ସତ? ଦେଖନ୍ତୁ, ତାର ପଛର ରହସ୍ୟ ଆଉ ଗୋଟିଏ ରହସ୍ୟ ଅଛି। 2019ରେ ଯେତେବେଳେ ଅପରାଜିତା ଷଡ଼ଙ୍ଗୀ ସାଂସଦ ହେଲେ, ସେତେବେଳେ ସେ ଗୋଟେ ଟଙ୍କା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଖର୍ଚ୍ଚ କରିନଥିଲେ। କାରଣ ମୁଁ ବି ସେତେବେଳେ ସେଇ ଦାୟିତ୍ୱରେ ଥିଲି। ଖର୍ଚ୍ଚ କରିନଥିଲେ, ପ୍ରତ୍ୟେକ 100 ଟଙ୍କାଟେ ବି ସେ ଖର୍ଚ୍ଚ କରିନାହାନ୍ତି। ସବୁ ପଇସା କାଳୁ ଖଣ୍ଡାୟତରେ ଖର୍ଚ୍ଚ କରିଥିଲେ। ଯେତେବେଳେ ଆଙ୍କର ଉଦ୍ଦେଶ୍ୟ ଥିଲା କି ଯେତେବେଳେ ଯଦି ମୁଁ ହାରେ ଜିତେ, ଯଦି ଏମ୍ପି ହାରିଯାଆନ୍ତି, କମ ସେ କମ ମୋ ନିର୍ବାଚନ ମଣ୍ଡଳୀରେ ଟିକେ କାମ ହବ। ତ ଇଏ ଗୋଟେ ଲିଷ୍ଟ କରିକି ଦେଇଥିଲେ, ପ୍ରତ୍ୟେକ ପଞ୍ଚାୟତ ପାଇଁ ଗୋଟେ ଲିଷ୍ଟ କରି ଦେଇଥିଲେ। କୋଉଠି 1,00,000 ଟଙ୍କା, କୋଉଠି 50,000 ଟଙ୍କା, କୋଉଠି 30,000 ଟଙ୍କା। ତ ସାଂସଦ ସେଇଟା ଶୁଣିବା ଉପରେ ନଥିଲେ, ପ୍ରଥମ କଥା। ଦ୍ୱିତୀୟ କଥା, ଯେତେବେଳେ କୌଣସି ଲୋକର ପ୍ରୋବ୍ଲେମ ହୁଏ, ତାଙ୍କ ପାଖକୁ ନେଇକି ଯାଆନ୍ତି, ସେ ଲୋକର ଅସୁବିଧାଟା କ'ଣ ସେ ବୁଝନ୍ତିନି। ସେ କହିବେ ଆଗ ଚିରିଗୁଟି କାଟ, ନମ୍ବର କର, ଘଣ୍ଟେ ପରେ ଆସ, 2 ଘଣ୍ଟା ପରେ ଆସ। ଏମିତିକି ଗୋଟେ କେସ୍ ହେଇଥିଲା, ମୁଁ ଆପଣଙ୍କୁ କହୁଛି, ମ୍ୟୁନିସିପାଲିଟିର ଗୋଟେ ପିଲା, ଛୋଟ ପିଲାଟେ କ୍ୟାନ୍ସରରେ ପୀଡ଼ିତ ଥିଲା। ତାଙ୍କୁ ନେଇକି ଯାଇଥିଲେ ଟ୍ରିଟମେଣ୍ଟ ପାଇଁ ଏମ୍ସରେ। ସେ ପିଲାକୁ, ତାର ମାଆକୁ, ଆଉ ନିଜେ କାଳୁବାବୁଙ୍କୁ, ପ୍ଲସ୍ ସେ ଏରିଆର ଯିଏ କାଉନସିଲର, 4 ଜଣଙ୍କୁ 6 ଘଣ୍ଟା ବସେଇଥିଲେ ଦେଖିବା ପାଇଁ। ତ ସେଇ ଦିନଠାରୁ ଗୋଟେ କନଫ୍ଲିକ୍ଟ ଷ୍ଟାର୍ଟ ହେଇଥିଲା। ସେଇଦିନଠାରୁ ଗୋଟେ ରିଅଲ କନଫ୍ଲିକ୍ଟ ସେଇଦିନଠୁ ଷ୍ଟାର୍ଟ ହେଇଥିଲା। କାଳୁବାବୁ ସେଠି ସେ ପିଲାକୁ ଧରିକି ପଳେଇ ଆସିଥିଲେ, ଆଉ ନିଜେ ପକେଟରୁ ପଇସା ଖର୍ଚ୍ଚ କରିକି ତାକୁ ଅନ୍ୟ ହସ୍ପିଟାଲରେ ତାକୁ ଟ୍ରିଟମେଣ୍ଟ କରିଥିଲେ। ତ ସେଇ ଦିନଠୁ ସେ କନଫ୍ଲିକ୍ଟଟା ଷ୍ଟାର୍ଟ ହେଇଥିଲା। ଅପରାଜିତା ଷଡ଼ଙ୍ଗୀ ତାପରେ ଚାହୁଁନଥିଲେ କି ଏମିତି ଗୋଟେ ଲୋକକୁ ମୁଁ ଦେବି ଟିକେଟ ଖୋର୍ଦ୍ଧାରେ, ଯିଏ ମତେ ଭଲ ନ ପାଉଥିବ, ଆଉ ମୋ ପଛରେ ଭଲ। ଆଉ ଗୋଟିଏ କଥା ଅଛି, ଅପରାଜିତା ଷଡ଼ଙ୍ଗୀ ସେଇ ଲୋକକୁ ପସନ୍ଦ କରନ୍ତି ଯିଏ ତାଙ୍କ ପଛରେ ତାଙ୍କ ବ୍ୟାଗ୍ ଧରିକି ଯାଉଥିବ, ଜଣେ ଟାୱେଲ ଧରିକି ଯାଉଥିବ। ସେ କେବଳ ସେଇ ଲୋକକୁ ପସନ୍ଦ କରନ୍ତି। କାରଣ ଟିକେ ସ୍ୱାଭିମାନୀ ଲୋକ, ସେ ଏସବୁ କରନ୍ତି ନାହିଁ। ସେ ଲୋକଙ୍କ ସେବା କରନ୍ତି, ଲୋକଙ୍କ ସେବା କରିବା ପାଇଁ ଅଛନ୍ତି। ଆଉ ଭଗବାନଙ୍କ ଦୟାରୁ ଯାହା କମେଇ ଦେଇଛନ୍ତି, ସେ ତାଙ୍କ 3 ପିଢ଼ି ପାଇଁ ସେ କମେଇ ଦେଇଛନ୍ତି। ତାଙ୍କ ପଇସା ପତ୍ର ଏତେ ଲୋଭ ନାହିଁ। ତେଣୁ ଆମେ ଦେଖୁଛୁ କାଳୁ ଭାଇ ବହୁତ, ଯେତେବେଳେ ସକାଳୁ ଗଲେ ବି ମାନେ ଲୋକଙ୍କ ସହିତ ମିଶୁଛନ୍ତି, କାମ ଦିଆନି ହଉଛନ୍ତି। ଏଇ ଯୋଉ ଆତ୍ମୀୟତାଟା, ଏଇଟା ହିଁ ତାଙ୍କୁ ବୋଧେ ଏଥର ଭୋଟରେ ନିଶ୍ଚୟ ଜିତେଇବ। ଆଜି ନୁହେଁ, ସେ ପିଲାଦିନୁ ସେ। ମୁଁ ବହୁତ ଦିନରୁ ତାଙ୍କ ସହିତ ମିଶିଲେ, ସେ ପ୍ରାୟ ସବୁବେଳେ ସେଇଆ। ସେଇ ଲୁଙ୍ଗି, ଆମେ ଯେତେ ମନା କଲେ ମଧ୍ୟ 100 ଲୋକଙ୍କ ଭିତରେ ଲୁଙ୍ଗି ପିନ୍ଧିକି ବସିଥିବେ। ଆମେ କହିବା ଗୋଟେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ବସୁନାହାନ୍ତି। ତାହେଲେ ମୁଁ ସାଧାରଣ ଲୋକ, ମୋ ପାଖକୁ ଯିଏ ଆସୁଛନ୍ତି ସେମାନେ ବି ସାଧାରଣ ଲୋକ।
ତ ମୁଁ ଅଧିକା ହେଇଗଲେ କଣ ହବ, ସମସ୍ତେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଆସିଛନ୍ତି ତ ସେଇଟା। ଆଉ ଗୋଟେ ଦେଖୁଛି ଯେ ଯେତେବେଳେ ଦେଖିବ ମାନେ ଚାଷ ଚାଷୀ କାମ କରୁଛନ୍ତି, ଚାଷ ମାନେ ଭଲ ପାଉଛନ୍ତି ଏବଂ ବହୁତ ଏଜୁକେସନରେ ତାଙ୍କର କଣ୍ଟ୍ରିବ୍ୟୁସନ ଅଛି। କଣ ତାଙ୍କର କଣ୍ଟ୍ରିବ୍ୟୁସନ ଅଛି ଯେ ଲୋକ ମାନେ ମନେ ରଖିଛନ୍ତି, ଲୋକର ଉଦାହରଣ ଦିଅନ୍ତୁ। ନବୀନ ସରକାର ଏବେ ସାଇକେଲ ବାଣ୍ଟିବେ, ସେ 20 ବର୍ଷ ତଳେ ସାଇକେଲ ବାଣ୍ଟୁଥିଲେ। ତାଙ୍କ ଗାଁରୁ ଯୋଉ ଝିଅ ମାଟ୍ରିକ ପାସ୍ କରୁଥିଲା ତାକୁ ଗୋଟେ ସାଇକେଲ ଦଉଥିଲେ 20 ବର୍ଷ ତଳେ। ସରପଞ୍ଚ ନଥିଲେ, ନବୀନ ବାବୁ ତ ଏବେ ଷ୍ଟାର୍ଟ କଲେ। ଆଉ ଗୋଟେ କଥା, ଶିଖିଛନ୍ତି। ହଁ ମେ ବି। ଆଉ ଗୋଟେ କଥା ଆପଣ କହୁଛି, ଟ୍ୟୁବୱେଲ ସେ ଖାଲି ଗୋଟେ ଫୋନ କରିବେ, ଆଜ୍ଞା ଟ୍ୟୁବୱେଲଟା ଗୋଟେ ହଉ, ଧରି ନିଅନ୍ତୁ ହେଲାନି, ସେ ତାଙ୍କର ସେ ଆଣିକି ଖୋଲେଇଦେବେ। ତ ତାଙ୍କର ଏଇଟା ଗୋଟେ ଭଲ ଗୁଣ, ସେ ଯାହା କମେଇଛନ୍ତି ସେ ଲୋକଙ୍କୁ ଖର୍ଚ୍ଚ କରିବା ଭଲ ପାଏ। ସେ ଏବେ ବି ଆପଣଙ୍କୁ କେତେବେଳେ ଦେଖାହେଲେ କହିବେ, ତାଙ୍କୁ ପଇସା କାହାକୁ ଗୋଟେ ଦେଲେ ତାଙ୍କୁ ଭଲ ଲାଗେ। ଆଉ ଗୋଟେ କଥା ମୁଁ ଜାଣିଛି, ଯୋଉ ସମୁଦ୍ରରୁ ଯେତେ ପାଣି କାଢିବ କିନ୍ତୁ ପାଣି ପଶିବ, ସେଇଟା କରୁଛନ୍ତି। ମାନେ ଯେତେ ସେ ବାଣ୍ଟୁଛନ୍ତି ସେତେ ସେ ଆସୁଛି, ତାଙ୍କୁ ଭଗବାନ ଦଉଛନ୍ତି। ଶୁଣନ୍ତୁ, 2017 ମସିହାରୁ ଇଏ ଯେତେବେଳେ ବିରୋଧୀ ଦଳରେ ଯୋଗ ଦେଲେ, ଆଗ ସବୁ ବେପାରକୁ ଲାଗି ପଡ଼ିକି ବନ୍ଦ କରିଦେଲେ। ଏବେ ବି ବନ୍ଦ ଅଛି। ବନ୍ଦ ଅଛି, ଏବେ ବି ବନ୍ଦ ଅଛି। ଆମେ ଆଶା କରିବା କାଳୁ ଭାଇ ସ୍ୱାଧୀନ ପ୍ରାର୍ଥୀ, ସ୍ୱାଧୀନ ଚେତା ଏବଂ ନିଶ୍ଚୟ ଜିତନ୍ତୁ। ଆଉ ପ୍ରଭାତ ଭାଇ ଯୋଉ ଟାଇପର ଷ୍ଟ୍ରାଟେଜି ମେଣ୍ଟେନ କରି ଯାଉଛନ୍ତି, ପ୍ରଚାର ପ୍ରସାର କରୁଛନ୍ତି, ନିଶ୍ଚୟ ମାନେ କାଳୁ ଭାଇ ଜିତିବେ। ଏବଂ ଆମର ଜୁନ 4 ରେଜଲ୍ଟ ବାହାରିବ, କାଳୁ ଖଣ୍ଡାୟତ ରାୟ ବିଧାୟକ ଖୋର୍ଦ୍ଧା। ଭଲ ଲାଗିଲା ତ? ନିଶ୍ଚିତ। ରହୁଛି, ନମସ୍କାର।